2 ମାସ ଆଗରୁ ଲଗେଇଥିବା ରାଥା ତମାଳ ଗଛରେ ଧୀରେ ଧୀରେ କଡ଼ ଆସିଗଲାଣି। ତ ଏଇଟା ଏବେ ଲଟି ବି ଚାଲୁଛି ଆଉ କଡ଼ ଛୋଟ ଛୋଟ ହେଉଛି ଆଉ କଡ଼ ଗୁଡ଼ାକ ୟାର ଟିକେ ଗ୍ରୋଥ୍ ଗୁଡ଼ାକ ଟିକେ ଡେରିରେ ହୁଏ କଡ଼ର ଗ୍ରୋଥ୍। କିନ୍ତୁ ଗଛର ଯେଉଁ ଲଟି ବା ଲୁଟା ନା ବହୁତ ସ୍ପିଡି ହେଇଥାଏ, ଯେଉଁଟାକି ବହୁତ ଜଲ୍ଦି ଏଇଟା ଲଟି ଥାଏ। କାହିଁକିନା ଏଇଟା ଗୋଟେ ଲଟା ଜାତୀୟ ଭେରାଇଟି ଆସିବ। ତ ଏଇଟାକୁ କେହି ତ ରାକ୍ଷୀ ଫୁଲ କୁହନ୍ତି, କେହି କୃଷ୍ଣ କମଳ, କେହି ବି ରାଧା ତମାଳ କୁହନ୍ତି। ତ ଏଇଟାର ଗୋଟେ ଡ୍ୟାମେଜ୍ ପାର୍ଟ ଆଜି ନଜର ଆସିଲା, ଯେଉଁଟାକି ଗୋଟେ ଛୋଟ କୁଆଁ ଭଳିଆ ଆଜି ଗ୍ରୋଥ୍ କରୁଥିଲା। ତ ଏଇଠି ପାଖାପାଖି ଗୋଟେ ସପ୍ତାହ ହେଲାଣି ଏଇଟାକୁ ମୁଁ ଦେଖିଲିଣି, ନଜର ପକାଇଲେଣି ଯେମିତି ୟାର ନୂଆ ଗ୍ରୋଥ୍ ଯେଉଁଟା ବାହାରିଛି ଏଇଟା ବହୁତ ଛୋଟଟେ ଅଛି। ଆଉ ଏଇ ଛୋଟବେଳୁ ଏଇଟାକୁ ଲଗେଇଦେଲେ ମୋର ଗୋଟେ ଡାଳରୁ ଗଛ ବି ହେଇଯିବ। ଆଉ ଏଇଟାକୁ ଯଦି ମୁଁ ବଢ଼ିବା ପାଇଁ ଗଛରେ ଛାଡ଼ିଦେବି, ଯେଉଁଟାକି ଆମର ଡ୍ୟାମେଜ୍ ପାର୍ଟ କୁହନ୍ତି ଗଛର, ତାହେଲେ ଆମର ଗଛର ଯେଉଁ କଢ଼ ଆସୁଛି କଢ଼ ବଢ଼ିବା ପାଇଁ ବହୁତ ଡେରି ହେବ। ରାଧା ତମାଳ ଗଛ ବଢ଼ିବା ପାଇଁ ବେଶୀ କିଛି ତ ଖାଦ୍ୟ ଯୋଗାଉ ନାହିଁ, କେବଳ ମୁଁ ଖାଦ୍ୟ ଭାବରେ ଦେଇଥିଲି ୟାକୁ ଗୋଟେ ଭର୍ମି କମ୍ପୋଷ୍ଟ, ଯେଉଁଟାକି ଗୋଟେ ଶୁଖିଲା ପାଉଡ଼ର କରି ଦେଇଥିଲି। ତ ଆପଣ ଲିକ୍ୱିଡ଼ ଫର୍ମରେ ବି ମଧ୍ୟ ଦେଇପାରିବେ। ଏଇଟାକୁ ଯେତେ ଭର୍ମି କମ୍ପୋଷ୍ଟ ଦେବେ ନା ବହୁତ ଭଲ ରହିବ। ଯେଉଁଟା ଆମର ଭର୍ମି କମ୍ପୋଷ୍ଟ ବୋଲି କ'ଣ, ପନିପରିବା ଚୋପାରେ ଯେଉଁଟା ତିଆରି ହେଇଥାଏ। ଆଉ ଯଦି ଆପଣ ସେଥିରେ ପନିପରିବା ଚୋପା ସହିତ ଚଖଡ଼ି ବି ଦେଉଛନ୍ତି, କ୍ୟାଲସିୟମର ଅଭାବ ରହିବନି, ଗଛକୁ ସଫିସିଏଣ୍ଟ କ୍ୟାଲସିୟମ ନ୍ୟୁଟ୍ରିସନ୍ ମିଳିବ। ତା ସାଥିରେ ଭିଟାମିନ୍ ବି ସଫିସିଏଣ୍ଟ ମିଳିବ, ଯାହାଦ୍ୱାରା ୟାର ଗଛର ପତ୍ର ଗୁଡ଼ାକ ସବୁବେଳେ ଏମିତି ବଡ଼ ବଡ଼ ଆସିବ। କାରଣ ଏ ଗଛର ପତ୍ରଟା ଟିକେ ବଡ଼ ଆସେ, ଆଉ ଯେତେ ସଫିସିଏଣ୍ଟ ୟାକୁ ଖାଦ୍ୟ ମିଳେ ଗଛର ପତ୍ରଟା ସେତେ ଜଲ୍ଦି ଡେଭଲପ୍ ହେଇଥାଏ। ଏଇ ଯେଉଁ ଡାଳଟା ଲଗାଉଛି ଏଥିରେ ରସୁଣ ଜମା ଲଗେଇ ନାହିଁ, କାହିଁକିନା ଏବେ ବର୍ଷା ହେଉଛି ମଝିରେ ମଝିରେ। ଆଉ ଏଇ ବର୍ଷା ସମୟରେ ଡାଳ ଲଗେଇଦେଲେ ସହଜରେ ଲାଗିଯାଏ, ଏଥିରେ କୌଣସି ରୁଟିଂ ପାଉଡ଼ର ବି ଲଗେଇବାକୁ ଦରକାର ପଡ଼ିବନି ଆମକୁ। କିନ୍ତୁ ଯେତେବେଳେ ମୁଁ ଫାଷ୍ଟ ଏଇ ଗଛଟା ଲଗେଇଥିଲି, ଗୋଟେ କଟିଂରୁ ଗ୍ରୋ କରିଥିଲି, 2 ଖଣ୍ଡ ମା ଆଣିଥିଲେ ମୋତେ ଦେଇଥିଲେ। ତ ସେତେବେଳେ ମୁଁ ତାକୁ ରସୁଣ ଦେଇକି ଲଗେଇଥିଲି, ଆଉ ସେଇଟା ଖରା ଦିନ ଥିଲା। କିନ୍ତୁ ବର୍ଷା ଦିନରେ ରସୁଣ ଲଗେଇକି ଜମା ଲଗେଇବା କଥା ନୁହଁ କୌଣସି ଡାଳ, ସେଥିପାଇଁ ମୁଁ ଏବେ ସ୍କିପ୍ ରଖିଛି। ଆଗରୁ ପ୍ରାୟତଃ ମୋର ଯେତେବେଳେ ଖରା ଦିନ ଥିଲା ନା, ମୁଁ ସେତେବେଳେ ମନ୍ଦାର ଠାରୁ ଆରମ୍ଭ କରିକି ଏମିତି ଛୋଟ ଛୋଟ ଗ୍ରୋଥ୍ ପ୍ଲାଣ୍ଟକୁ ଯେତିକି ବି ମୁଁ ଗ୍ରୋଥ୍ କରିଛି ନା, ସବୁଗୁଡ଼ାକ ମୋର ରସୁଣର ଲଗେଇକି ଗ୍ରୋ କରିଛି। ସେତେବେଳେ ମୋର ରୁଟିଂ ପାଉଡ଼ର ଏତେ ଖର୍ଚ୍ଚ ହିଁ ହେଉନଥିଲା କି ଦରକାର ପଡ଼ୁନଥିଲା। କିନ୍ତୁ ଏଇ ବର୍ଷା ସମୟରେ ବି ମଧ୍ୟ ଏତେ ରୁଟିଂ ପାଉଡ଼ର ଦରକାର ପଡ଼ୁନି, କେବଳ ଏଲୋଭେରା ଦେବାକୁ ପଡ଼ୁଛି ଏଲୋଭେରା ଫଙ୍ଗସ୍ ନ ଲାଗିବା ପାଇଁ। କିନ୍ତୁ ଏଇ ଡାଳ ଲଗେଇଲା ବେଳେ ଗୋଟେ ଛୋଟ କଥାକୁ ଧ୍ୟାନ ରଖିବେ, ଡାଳ ଲଗେଇଲା ବେଳେ ନା ଆପଣ କିଛି ବଡ଼ କୁଣ୍ଡରେ ଦେଖିକି ଲଗେଇବେ, ଯେମିତି ଗଛ ଥିବା କୁଣ୍ଡରେ। ଗଛ ଥିବା କୁଣ୍ଡରେ ଲଗେଇଲେ କ'ଣ ହେବ, ଗଛର ଥିବା ଅନ୍ୟ ଯେଉଁ ଗଛରେ ଥାଏ ଚେର, ତ ସେ ଚେରର ଇମ୍ୟୁନିଟି ବଷ୍ଟ ନା ଏ ଡାଳର ଚେର ବାହାରିବାରେ ସାହାଯ୍ୟ କରିଥାଏ, ଆଉ ବହୁତ ଜଲ୍ଦି ଚେରକୁ ବାହାର କରିଥାଏ। ମୁଁ ଯେତେବେଳେ ବି କୌଣସି ଡାଳ ଲଗାଏ ଗଛ ଥିବା କୁଣ୍ଡରେ ହିଁ ଲଗେଇବାକୁ ପସନ୍ଦ କରେ, ଯେମିତି ବହୁତ ଜଲ୍ଦି ତାର ଚେର ଗୁଡ଼ାକ ଜର୍ମିନେଟ୍ ହେଇଥାଏ, ଆଉ ବହୁତ ଜଲ୍ଦି ଡାଳରୁ ଗ୍ରୋ ହେଇଥାଏ, ଆମର ଗଛ ଗୋଟେ ହେଇଯାଇଥାଏ। ଆଉ ଗୋଟେ କଥାକୁ ଧ୍ୟାନ ରଖିବେ, ଯେମିତି ଆମେ ଯେଉଁ ଡାଳଟା ଲଗାଉଛନ୍ତି ତ ସେ କୁଣ୍ଡକୁ ନା ଆପଣ 2 ସପ୍ତାହ ପାଖାପାଖି ଖୁସେଇବେନି କି ମାଟି ଆପଣ ତାଡ଼ିବେନି, କି କିଛି ଖତ କି ଏକ୍ସଟ୍ରା କିଛି ଦେବେନି, ଯାହାଦ୍ୱାରା ଗଛଟା ଡାଳଟା ସହଜରେ ଲାଗିଯିବ।